ଅସଭ୍ୟତା ଏବଂ ନଙ୍ଗୁଳି ନାଚ ନେକେଡ ଏସବୁକୁ ଆମେ ପ୍ରୋତ୍ସାହିତ ଦେବୁ। ଆଗରୁ ପୁରୁଷ ନଙ୍ଗଳା ହେଉଥିଲେ ନାଇଁ ନାଇଁ ବିଲକୁଲ କାହାକୁ ପୁରୁଷ ଏଠି ପୁରୁଷ କଣ ନାରୀ କଣ ଆମ ପରମ୍ପରା ପୌରାଣିକ ପରମ୍ପରା ଇଣ୍ଡିଆନକୁ ସାରା ୱାର୍ଲଡ ଅପେକ୍ଷା କରେ ଇଣ୍ଡିଆନ ସ୍ତ୍ରୀ ଲୋକମାନଙ୍କୁ ତମ ମହିଳା ମାନଙ୍କୁ ସେମାନଙ୍କ ନିଷ୍ଠା ଅଛି। ସେମାନେ ଗୋଟେ ଗାଁରେ ବଢିବେ ଇଏ ଗୋଟେ ଗାଁରେ ବଢିବେ ଏନଗେଜମେଣ୍ଟ ହେଲା ବାହା ହେଲା ପରେ ସ୍ୱାମୀ ସ୍ତ୍ରୀ ମଲା ପର୍ଯ୍ୟନ୍ତ ଫରେନରେ କଣ ବିବାହ ହେଲ ତମେ ଅଫିସ ଯାଇଛ ଘରକୁ ଆଇଲା ବେଳକୁ ଆଉ ଗୋଟାକେ ଧରିକି ଶୋଇଥବ ତାଙ୍କୁ। ଏଭଳିଆ ଆମ ଭାରତ ନୁହଁ ଆମ ଓଡିଶା ନୁହଁ ଆମ ପରମ୍ପରା କ୍ଲିନ୍ ରାମ ସୀତା କ୍ୟାରେକ୍ଟର ଆମର ଆମେ ଆମ ପରିବାରକୁ ସମ୍ମାନ ଦେଉ ସ୍ତ୍ରୀ କି ସମ୍ମାନ ଦେଉ ସ୍ତ୍ରୀ ମଧ୍ୟ ସ୍ୱାମୀ କି ସମ୍ମାନ ଦିଏ। ତେଣୁକରି ଆମେ ଫରେନକୁ ଅନୁସରଣ କରିବା ଉଚିତ ନୁହଁ ନେକେଡ ଡ୍ୟାନ୍ସ କରିବା ଉଚିତ ନୁହଁ ପାର୍କରେ ଯୋଉ କୁଣ୍ଡିଆ ହଉଛନ୍ତି ସେଭଳିଆ ହବା ଉଚିତ ନୁହଁ ଯୋଉଠି ଡ୍ରାମା ଫାମାରେ କିସ୍ ମରାମରି ସେ ବି ହବା ଉଚିତ ନୁହଁ ଫିଲ୍ମରେ ବି ଯୋଉ କିସ୍ ମରା ହଉ ତାକୁ ବି ବନ୍ଦ କରିବା ଉଚିତ। ଓଡ଼ିଶାବାସୀ ଶୁଣିଥା 77 ମସିହା ଜୈନଙ୍କ ମନ୍ଦିର ଅଛି ଖଣ୍ଡଗିରି ଉପରେ ନଙ୍ଗଳା ମୂର୍ତ୍ତି ଜୈନ ସମ୍ପ୍ରଦାୟ 200-300 ମାଘ ସପ୍ତମୀ ବାସି ଖଣ୍ଡଗିରି ମେଳା ଯୋଉଦିନ ଜନ୍ମେ ତା ପରଦିନ ଉଲକଟା ହେଇକି ଏମିତି ବୁଲିବେ ପୁରା ଦିହରେ ବସ୍ତ୍ର ନାହିଁ 200-250 ଯୁବକ ବୁଢା ଏମିତି ନଙ୍ଗଳା ହେଇକି ବୁଲିବେ। ମୁଁ ନୂଆ ଏମଏଲଏ ହେଇଥାଏ ଆମ ସେ ଯାତ୍ରା କମିଟି ଜଣେ ଆଇଙ୍ଗିଣିଆ ତାଙ୍କ ଘର ପୂର୍ଣ୍ଣ ସୁନ୍ଦରାୟ ସେଠୁ କହିଲେ ଚାଲନ୍ତୁ ଆମେ ତାଙ୍କୁ ଅନୁରୋଧ କରିବା ନଙ୍ଗଳା ହେଇ ବୁଲି ପାରିବେନି ଏ ମାଟିରେ। ଆମେ ଯେତେବେଳେ ତାଙ୍କୁ ରିକ୍ୱେଷ୍ଟ କରୁ ସେ ଓଲଟ ବାଡେଇଲେ ଯେ ସେ ପୂର୍ଣ୍ଣ ସୁନ୍ଦରା 2-3 ଜଣଙ୍କୁ ଆମେ 500ରୁ ଉର୍ଦ୍ଧ୍ୱ ଲୋକ ଥିଲୁ କୁଢେଇଲୁ ତ ସେଇ କୁଢେଇଆରେ ଆଉ ଦିନେ ନଙ୍ଗଳା ଆମେ ଖଣ୍ଡଗିରି ଯାତ୍ରାରେ ଦେଖିନୁ। ହଗା ନଗା 32 ଜଣ ଗଲେ ଥାନାକୁ 40 ଜଣ ଗଲେ ଡାକ୍ତରଖାନା। ତେଣୁ ଆମ ଯାତ୍ରା ପରମ୍ପରା ଏଇଠୁ ଆରମ୍ଭ ଆମ ଅଞ୍ଚଳବାସୀଙ୍କର ଖଣ୍ଡଗିରିରେ ଆରମ୍ଭ ବରୁଣେଇରେ ଶେଷ ରଜ ବେଳେ। ତେଣୁ ଏଠି ଆମେ ଅସଭ୍ୟତା ଏବଂ ନଙ୍ଗୁଳି ନାଚ ନେକେଡ ଏସବୁକୁ ଆମେ ପ୍ରୋତ୍ସାହିତ ଦେବୁ। ଆଗରୁ ପୁରୁଷ ନଙ୍ଗଳା ହେଉଥିଲେ ନାଇଁ ନାଇଁ ବିଲକୁଲ କାହାକୁ ପୁରୁଷ ଏଠି ପୁରୁଷ କଣ ନାରୀ କଣ କାହାକୁ ପ୍ରୋତ୍ସାହନ ନୁହେଁ। ଇଏ ଆମ ପରମ୍ପରା ଇଏ ହଉଛି ଆମ ସଂସ୍କୃତି ଜଗନ୍ନାଥ ସଂସ୍କୃତି ଏଠି ଉଲ୍ଲଗ୍ନ ଶବ୍ଦ ପ୍ରଶ୍ନ ଉଠୁନି।